ମୋର ପ୍ରାଣର ପ୍ରିୟ ଶ୍ରୀ ଶ୍ରୀ ଠାକୁର, ସ୍ନେହମୟୀ ଲକ୍ଷ୍ମୀ ମା, ଶ୍ରୀ ଶ୍ରୀ ବଡ଼ଦାଦା, ଆଜିର ଆଚାର୍ଯ୍ୟ ଠାକୁର ପରିବାର ସମସ୍ତଙ୍କ ଚରଣରେ ମୋର କୋଟି କୋଟି ପ୍ରଣାମ। ମୋର ଏହି ନାରନୀତି ଶୁଣୁଥିବା ଇଷ୍ଟପ୍ରାଣ ଗୁରୁ ଭାଇ ଓ ମା'ମାନଙ୍କୁ ମୋର ଅନ୍ତରର ଜୟଗୁରୁ। କେମିତି ଅଛନ୍ତି ଆପଣମାନେ? ଶ୍ରୀ ଶ୍ରୀ ଠାକୁରଙ୍କ କୃପାରୁ ସମସ୍ତେ ଭଲରେ ଥିବେ ବୋଲି ମୋର ଆଶା ଓ ବିଶ୍ୱାସ। ଆଜି ମୁଁ ଶ୍ରୀ ଶ୍ରୀ ଠାକୁରଙ୍କ ଶ୍ରୀମୁଖ ନିଃସୃତ ନାରୀର ନୀତିର 139 ବାଣୀ ଆପଣମାନଙ୍କ ଆଗରେ ତୁଳି ଧରିବି। ତା ପୂର୍ବରୁ ଯେଉଁମାନେ ସବସ୍କ୍ରାଇବ୍ କରିନାହାନ୍ତି ପ୍ଲିଜ୍ ସବସ୍କ୍ରାଇବ୍ କରିଦିଅନ୍ତୁ। କମେଣ୍ଟରେ ନିଜର ମତାମତ ଲେଖନ୍ତୁ, ସେୟାର ବି କରନ୍ତୁ, ବେଲ୍ ଆଇକନ୍ ବି ଦବାନ୍ତୁ। ଶ୍ରୀ ଶ୍ରୀ ଠାକୁରଙ୍କ ନାରୀର ନୀତିର ବାଣୀ ଆପଣମାନଙ୍କ ପାଖରେ ପ୍ରଥମେ ଯାଇ ପହଞ୍ଚିବ। ତା ପୂର୍ବରୁ ଶ୍ରୀ ଶ୍ରୀ ଠାକୁରଙ୍କ କିଛି କଥା କହି ମୁଁ ନାରୀର ନୀତି ଆରମ୍ଭ କରିବି। କେନ୍ଦୁଝର ଠାରୁ ଆସିଛନ୍ତି ଜଣେ ଦାଦା। ତାଙ୍କରି ପୁଅ ଚାକିରି ପାଇଁ ଚେଷ୍ଟା କରୁଛି। ପରିବାରର ଆୟ ଖୁବ୍ ସାମାନ୍ୟ। ବିଭିନ୍ନ ପାରିବାରିକ ସମସ୍ୟା ଓ ବାଧା ମଧ୍ୟରେ ସେ ଜୀବନ ଅତିବାହିତ କରୁଛନ୍ତି। ସେ ସ୍ୱସ୍ତିମୟର ଜୀବନକୁ ଉତ୍ତୀର୍ଣ୍ଣ ହୋଇପାରିବା ପାଇଁ ପ୍ରାର୍ଥନା କରିଲେ। ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ କହିଲେ, ମୁଁ ଅନେକଙ୍କୁ ହିଁ ଏହି କଥାଟି ବାରମ୍ବାର କହେ ଯେ ସଠିକ୍ ଆବେଗପୂର୍ଣ୍ଣ ଇଷ୍ଟବୃତ୍ତି କ'ଣ କରିପାରେ? ମୁଁ କହୁନାହିଁ, ଏଇଟା ସାଇନ୍ସ କହୁଛି। ବିଜ୍ଞାନର ରିସର୍ଚ୍ଚ ପେପର ଗୁଡ଼ିକ ପଢ଼ି ଦେଖିବେ। ଯେତେବେଳେ ହିଁ ତୁମର ଜୀବନରେ ସୁଯୋଗର ଦରଜା ଖୋଲି ହେଉନାହିଁ, ସେତେବେଳେ ହିଁ ବୁଝିବେ ଇଷ୍ଟବୃତ୍ତି ଠିକ୍ କରାହେଉନାହିଁ। ସେଇଟା ହେଉଛି ତୁମର ଯାନ୍ତ୍ରିକତାର ଗୋଟାଏ ଆଚାର ମାତ୍ର। ସତ୍ୟକାରର ଆକୁତି ନେଇ ଥରେ କରି ଦେଖ। ଅନ୍ତରର ଆବେଗକୁ ଥରେ ତୀବ୍ରତାର ଜାଗାକୁ ନେଇଯାଅ, ହେବ ହିଁ ହେବ। 1000 ଥର କହିଲେ 1000 ଥର ହେବ। ମୁଁ ଏଇଟା ବାରମ୍ବାର ପରୀକ୍ଷା କରିଛି, ବହୁବାର ପ୍ରତ୍ୟକ୍ଷ କରିଛି। ଯାହାର ଚାକିରି ହେଉନାହିଁ ତାହାର ଚାକିରି ହୋଇଛି, ଯାହାର ସନ୍ତାନ ହେଉନାହିଁ ତାହାର ସନ୍ତାନ ହୋଇଛି। ହେବ ହିଁ, ଏହା ପରମପିତା ଯେ କହିଛନ୍ତି, ଏଇଟା ଧ୍ରୁବ ସତ୍ୟ। ବିଜ୍ଞାନ ମଧ୍ୟ ଆଜି ତାହା ପ୍ରମାଣିତ କରିଛି। ଆମେମାନେ ଏଇଟା କରେ ସେଇଟା କରେ ବୋଲି ମିଥ୍ୟା ପ୍ରସ୍ତାବନା ଦେଇପାରୁ, କିନ୍ତୁ ସେ ପାରନ୍ତିନି। ତେଣୁ ସେ ଏପରି କିଛି କହିଯାଇନାହାନ୍ତି। ତୁମର ମନରେ ହରାଇ ଦେଇଥିବା ବିଶ୍ୱାସଟାକୁ ପ୍ରଥମେ ଜୋର କର, ଇଷ୍ଟବୃତ୍ତି ଆରମ୍ଭ କର। ଜୟଗୁରୁ। ଏବେ ଆମେ ଶ୍ରୀ ଶ୍ରୀ ଠାକୁରଙ୍କ ଶ୍ରୀମୁଖ ନିଃସୃତ ନାରୀର ନୀତିର 139 ବାଣୀ ମୁଁ ଆପଣମାନଙ୍କ ଆଗରେ ତୋଳି ଧରିବି। ନାରୀର ନୀତି 139 ବାଣୀ। ବାଗଦାନରେ। ଯଦି କେହି ନିଜର ଅବସ୍ଥା ବୁଝି ଅନ୍ୟଠାରେ ନିଃସଂଶୟ ହୋଇ କୌଣସି କିଛି ପାଇଁ ବାକ୍ୟଦାନ କରେ, ତାକୁ ହିଁ ସେ ଯେ ବିଷୟ ପାଇଁ ବାକ୍ୟଦାନ କରିଅଛି, ତଦ୍ ବିଷୟରେ ବଗ୍ଦତ୍ତ ବା ବାଗ୍ଦତ୍ତା ବୋଲି ଅଭିହିତ କରାଯାଏ। ତୁମେ ଯଦି ତୁମର ଅବସ୍ଥା ଓ ସାମର୍ଥ୍ୟ ବୁଝି କୌଣସି ପୁରୁଷର ସର୍ବ ବିଷୟରେ ନିଃସଂଶୟ ହୋଇ ତୁମକୁ ଦାନ କରିବା ପାଇଁ ବାକ୍ୟଦାନ କରିଥାଅ, ତାହାହେଲେ ତୁମେ ବାଗ୍ଦତ୍ତା ହେଲ। ଏହି ଦାନ ହିଁ ତୁମର ପ୍ରକୃତ ବିବାହ। ଯାହାଙ୍କୁ ଦାନ କରିଲ ସେ ଗ୍ରହଣ କରନ୍ତୁ ବା ନ କରନ୍ତୁ, ଆଉ ଯଦି ସେ ଗ୍ରହଣ ନ ବି କରନ୍ତି, ତାହା ହେଲେ ବି ଅନ୍ୟକୁ ପୁନରାୟ ବାଗ୍ଦାନ କରିପାରେନା। ଆଉ ଏକ, ଏହା କରିଲେ ଧର୍ମ ଦିଗ ଦେଇ ତୁମେ ପତିତା ହେବ। ତେଣୁ ସର୍ବ ବିଷୟରେ ନିଃସଂଶୟ ନ ହୋଇ କୌଣସି ପୁରୁଷଠାରେ ତୁମେ ବାଗ୍ଦାନ କରିବ ନାହିଁ। ଆଉ ଯଦି କରି ବି ଥାଅ, ଯଦି ପାର ଫେର ନାହିଁ। ଫେରିଲେ ଦୁର୍ବଳତାକୁ ଅବଲମ୍ବନ କରି ପାତକ ଆଜୀବନ ତୁମର ପଶ୍ଚାଦ୍ଧାବନ କରିପାରେ। ହିସାବ କରି ଚାଲ। ବାଣୀ ସଂଖ୍ୟା 139। ଜୟଗୁରୁ। ପୁଣି ଥରେ। ବାଗଦାନରେ। ଯଦି କେହି
ନିଜର ଅବସ୍ଥା ବୁଝି ଅନ୍ୟଠାରେ ନିଃସଂଶୟ ହୋଇ କୌଣସି କିଛି ପାଇଁ ବାକ୍ୟଦାନ କରେ, ତାକୁ ହିଁ ସେ ଯେ ବିଷୟ ପାଇଁ ବାକ୍ୟଦାନ କରିଅଛି ତଦ୍ ବିଷୟରେ ବାଗ୍ଦତ୍ତା ବା ବଗ୍ଦତ୍ତା ବୋଲି ଅଭିହିତ କରାଯାଏ। ତୁମେ ଯଦି ତୁମର ଅବସ୍ଥା ଓ ସାମର୍ଥ୍ୟ ବୁଝି କୌଣସି ପୁରୁଷର ସର୍ବ ବିଷୟରେ ନିଃସଂଶୟ ହୋଇ ତୁମକୁ ଦାନ କରିବା ପାଇଁ ବାକ୍ୟଦାନ କରିଥାଅ, ତାହାହେଲେ ତୁମେ ବାଗ୍ଦତ୍ତା ହେଲ। ଏହି ଦାନ ହିଁ ତୁମର ପ୍ରକୃତ ବିବାହ। ଯାହାଙ୍କୁ ଦାନ କରିଲ ସେ ଗ୍ରହଣ କରନ୍ତୁ ବା ନ କରନ୍ତୁ, ଆଉ ଯଦି ସେ ଗ୍ରହଣ ନ ବି କରନ୍ତି, ତାହା ହେଲେ ବି ଅନ୍ୟକୁ ପୁନରାୟ ବାଗ୍ଦାନ କରିପାରନା। ଆଉ ଏହା କରିଲେ ଧର୍ମ ଦିଗ ଦେଇ ତୁମେ ପତିତା ହେବ। ତେଣୁ ସର୍ବ ବିଷୟରେ ନିଃସଂଶୟ ନ ହୋଇ କୌଣସି ପୁରୁଷଠାରେ ତୁମେ ବାଗ୍ଦାନ କରିବ ନାହିଁ। ଆଉ ଯଦି କରିବି ଥାଅ, ଯଦି ପାର ଫେର ନାହିଁ। ଫେରିଲେ ଦୁର୍ବଳତାକୁ ଅବଲମ୍ବନ କରି ପାତକ ଆଜୀବନ ତୁମର ପଶ୍ଚାଦ୍ଧାବନ କରିପାରେ। ହିସାବ କରିଚାଲ। ବାଣୀ ସଂଖ୍ୟା 139। ଜୟଗୁରୁ। ଆମେ ଏହାର ପର ଭିଡ଼ିଓରେ ନାରୀର ନୀତି 140 ବାଣୀ ଶୁଣିବା। ଏବେ ମୁଁ ରହୁଛି। ଜୟଗୁରୁ।